ପାଞ୍ଚ ବର୍ଷରେ ବମ୍ପର ରୋଜଗାର କଲା ବିସିସିଆଇ। ଗତ ବର୍ଷ 4,193 କୋଟି ଇନକମ୍। ତେବେ ସୂଚନା ଅନୁସାରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡକୁ ବର୍ତ୍ତମାନ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କୁହାଯାଏ। ବିଶ୍ୱର କୌଣସି କ୍ରିକେଟ ବୋର୍ଡ ବିସିସିଆଇ ଠାରୁ ଅଧିକ ଟଙ୍କା ରୋଜଗାର କରନ୍ତି ନାହିଁ। ଏହି କାରଣରୁ ଭାରତୀୟ କ୍ରିକେଟରମାନେ ବିଶ୍ୱରେ ସର୍ବାଧିକ ଦରମା ମଧ୍ୟ ପାଆନ୍ତି। ବିସିସିଆଇର ଆୟ ସମ୍ପର୍କରେ ଏକ ସାମ୍ପ୍ରତିକ ରିପୋର୍ଟ ଆସିଛି, ଯାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇ ଗତ 5 ବର୍ଷରେ ବମ୍ପର ରୋଜଗାର କରିଛି। ବିସିସିଆଇ ଗତ 5 ବର୍ଷରେ 14,637 କୋଟି ଟଙ୍କା ରୋଜଗାର କରିଛି। ଏଥିମଧ୍ୟରୁ 4,193 କୋଟି ଟଙ୍କା ଗତ ଆର୍ଥିକ ବର୍ଷରେ ଆସିଛି। ଏହିପରି ବିସିସିଆଇର ବ୍ୟାଙ୍କ ବାଲାନ୍ସ 20,686 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ସୂଚନା ଏକ ରିପୋର୍ଟରୁ ମିଳିଛି। କ୍ରିକବଜର ଏକ ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ୟୁନିଟ୍‌ଗୁଡ଼ିକୁ ସମସ୍ତ ପ୍ରାପ୍ୟ ଦେବା ପରେ ମଧ୍ୟ ସାଧାରଣ ପାଣ୍ଠିରେ ଏକ ବିରାଟ ବୃଦ୍ଧି ରେକର୍ଡ କରାଯାଉଛି। 2019ରେ ଏହି ପାଣ୍ଠି 3,906 କୋଟି ଟଙ୍କା ଥିଲା, ଯାହା 2024ରେ ପ୍ରାୟ ଦୁଇଗୁଣା ଅର୍ଥାତ୍ 7,988 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ 2024 ବାର୍ଷିକ ସାଧାରଣ ସଭାରେ ଉପସ୍ଥାପିତ ହିସାବରେ କୁହାଯାଉଛି ଯେ 2019 ପରଠାରୁ ବିସିସିଆଇର ନଗଦ ଏବଂ ବ୍ୟାଙ୍କ ଜମା 6,059 କୋଟି ଟଙ୍କାରୁ ବୃଦ୍ଧି ପାଇ 20,686 କୋଟି ଟଙ୍କା ହୋଇଛି। ବିସିସିଆଇରେ ନିର୍ବାଚନ ସେପ୍ଟେମ୍ବର 28 ତାରିଖରେ ଅନୁଷ୍ଠିତ ହେବ। ସେହିଦିନ ସଭାପତି, ଉପାଧ୍ୟକ୍ଷ, ସଚିବ, କୋଷାଧ୍ୟକ୍ଷ ଏବଂ ଜଏଣ୍ଟ ସେକ୍ରେଟାରୀ ପଦବୀ ପାଇଁ ନୂତନ ନିଯୁକ୍ତି ଦିଆଯିବ। ବୋର୍ଡର ସଭାପତି ରୋଜର ବିନିଙ୍କ ବୟସ 70 ବର୍ଷ ଅତିକ୍ରମ କରିଛି, ତେଣୁ ତାଙ୍କୁ ସଭାପତି ପଦ ଛାଡ଼ିବାକୁ ପଡ଼ିବ। ଏବେ ବିସିସିଆଇ ଖୁବ୍ ଶୀଘ୍ର ନୂତନ ସଭାପତି ପାଇବ।